everyone, myself Pritesh, welcome to the class. तो आज ଆମେ discussion କରିବା ସାହିତ୍ୟର କିଛି question answer। ଆଜି ତମ କ୍ଲାସ୍ ଟିକେ ଲମ୍ବା ଚାଲିବ, ଠିକ ଅଛି? ଫୁଲ୍ ପାଣି ଫାଣି ପିଇକି ଆସ, ବସିକି ରେଡି ହେଇଯାଅ ତ ଷ୍ଟାର୍ଟ କରିଦବା। ଏଇଟା ଗୋଟେ ତଳକୁ ଆଣିଆ। ଡାଇରେକ୍ଟ 11ଟା ସ୍ଲାଇଡ୍ ଚେଞ୍ଜ ହେଇଗଲା। ଠିକ ଅଛି, ଦେଖ ଆଜି ଆମେ discussion କରିବା, ମୁଁ ଲେଖି ଦଉଛି ତମକୁ ଏଠି ତମର ପାଠର ନାଁଟା। ପୁଷ୍ପ ସ ତଳେ ପ ନା ପୁଷ୍ପ ଠିକ ଅଛି। ପୁଷ୍ପ ପୁରରେ ବର୍ଷା ବରଣ। क्वेश्चन एंड आंसर डिस्कशन करिया। डिस्कशन करिया 45 मिनिट रो क्लास रहिबो डेली। एथरटू डेली तुम 45 मिनिट रो क्लास रहिबो। सीरीज रो नाम होची स्टडी विथ मी। स्टडी विथ मी वाला से जो कांसेप्ट है स्टडी विथ मी चलियो, ठीक अछि। 45 मिनिट तुम डेली क्लासेस हबो। टाइम टेबल कहि दउची मु। 45 मिनिट एबरी चलियो तुमरो। प्रथम इजी तापर हार्ड अरे इजी एंदी। तो इजी रे कोन कोन रहला? ओडिया, इंग्लिश, थर्ड बायोलॉजी। हार्ड रे लेक्चर भी देखिवा। लेक्चर भी एठी मु मोबाइल लगे देखिबी। बिल्कुल स्टडी तमे मो सहित ही करो। मु तुमको लिंक भी देबी, ता वीडियो रता भी देबी, कांसेप्ट देबी, किछि बिल्कुल भाबर हबार नै। वीडियो देखिबो एबे एआई रे बुझिबो, सब जहा करछ करो, बुझिबो हम डिस्कशन एट करिया, ठीक अछि। 4 नंबर तमरो कोन? फिजिक्स, केमिस्ट्री, अच्छा होची मैथ। तो एई परि भाबरे तमरो चलियो, ठीक अछि। बिल्कुल भी टेंशन नियोनी, हमें पढिया एबे। देखो भाई बहुत स्ट्रेस हो जाता ओडिया को। ओडिया जो फोटो नहीं से लागू नथिला, तो मु किंतु भाबिल ओडिया केनते एते डिस्कशन करिया, बोले डिस्कशन कर दवा। गल लेखा छेड़े तमे ओडिया रे तमे नै कि। नेक्स्ट स्लाइड। कहि दउची प्रथमे हैरान हबो। एखिन त नाही तमे केणी दियो थोड़ा। देखो सौरभ स्पेलिंग सौरभ। सौरभ द हाई क्वालिटी। सौरभ रो टेस्ट पेपर नै जाओ। टेस्ट पेपर नै जाओ, नै आसो। पेज नंबर 177 बाहर करो। पेज नंबर 177, ठीक अछि। पेज नंबर 177 पुष्पपुर रे वर्षा बरण, जोटा हम क्वेश्चन आंसर आज डिस्कशन करबा। मॉडल सैंपल पेपर बा टेस्ट पेपर जोटा कि मॉडल सैंपल पेपर एटा मॉडल देखि परछ। मॉडल सैंपल पेपर एटा। मॉडल सैंपल पेपर तमे नै आसो आउ प्रैक्टिस करिया भाई बस, ठीक अछि। पढिबी तमे क्वेश्चन आंसर डिस्कशन करियो। चलियो 3 मिनिट हे सारे ऑलरेडी, 4 मिनिट तो बिल्कुल स्टार्ट कर दो। प्रथम हटै दउची पेन टाको, यार से गार हो। ठीक अछि, स्टार्ट करो। କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ମୁଁ ଲେଖି ଲେଖି ବୁଝେଇବି କି? ନହେଲେ ବେଟର ରହିବ ଯେ ଟାଇମ ଟିକେ ୱେଷ୍ଟ ହବ ମାତ୍ର। କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ପୁଷ୍ପପୁରକୁ। ପୁଷ୍ପପୁରକୁ ସରି, ପୁଷ୍ପପୁରକୁ କେମିତି ମ, ବାରିବାହକୁ ଦୂରବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ବାରିବାହକୁ ଦୂରବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି।
ବ୍ୟକ୍ତି ଠାରୁ କିଏ ବଡ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି। ବ୍ୟକ୍ତି ଠାରୁ କିଏ ବଡ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି। ବ୍ୟକ୍ତି ଠାରୁ ଗୋଷ୍ଠୀ ବଡ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି। କାହାଠାରେ ବଦାନ୍ୟତାର ମହତ୍ଵ ବଢି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି। କାହାଠାରେ ବଦାନ୍ୟତାର ଦରିଦ୍ରଠାରେ ବଦାନ୍ୟତାର ମହତ୍ଵ ବଢି ଉଠେ ବୋଲି ପ୍ରବନ୍ଧିକ କହିଛନ୍ତି। ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳି ବୁଲିବ। ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳି ବୁଲିବ। ଶାଳି କ୍ଷେତ୍ରରେ ଖେଳି ବୁଲିବ ନବନୀଳିମା। ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟ ବୋଲି କୁହାଯାଇଛି। ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ବୋଲେ ଆମର ସେଫାଳି ଫୁଲ ପରି ହାସ୍ୟମୟ ବୋଲି କହିଛନ୍ତି। ସେଫାଳି। ସିନ୍ଧୁପାରି ସାଧବର ଶ୍ରୁତିପୁତ ଭୂମି ବୋଲି କାହାକୁ କୁହାଯାଇଛି। ସିନ୍ଧୁପାରି ସାଧବର ଶ୍ରୁତିପୁତ ଭୂମି ବୋଲିକି ସିନ୍ଧୁପାରି ତ ଜୟପୁର ଆଉ ଗଞ୍ଜାମ। 6 ନମ୍ବରର ସି। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମେଘକୁ ଦୂତ କରି ରଚନା କରିଥିବା ଗଦ୍ୟର ନାମ କଣ। ପୁଷ୍ପପୁରର ବର୍ଷାବରଣ। ମେଘକୁ ଦୂତ କରିଛନ୍ତି ତାଙ୍କେ ଦୂତ କରିକି ଓଡିଶାକୁ ପଠେଇଛନ୍ତି ହଁ କି ନାଇଁ। ବାରିବାହର ଆଗମନୀର ସତ ଶୁଭ ଶଙ୍ଖ କେଉଁ ପଥ ଦେଇ ବାଜି ଉଠିଛି। ବାତାୟନ ପଥ ଦେଇ। ପ୍ରସାଦ ବାତାୟନ ପଥ ଦେଇକି ବାଜି ଉଠିଛି। କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଶ୍ୟାମଳ ହୋଇ ଉଠିବ ବୋଲି କୁହାଯାଇଛି। କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇ ଉଠିବ ବୋଲି କୁହାଯାଇଛି। କାହାର ସ୍ପର୍ଶରେ ଜଳଧର ସ୍ପର୍ଶରେ ବା ଏଠି ଜଳଦ ଅଛି ନା ଏଠି ବାରିବାହ ଅଛି ଜଳଦ ବି ଅଛି ନାଇଁ କି। ବାରିବାହ ହବ। ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଶ୍ୟାମଳ ହୋଇ ଉଠିବ ବୋଲି କୁହାଯାଇଛି। ବାରିବାହରେ। ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ କାହାକୁ ପ୍ରାଧାନ୍ୟ ଦେବା ପାଇଁ ବାରିଦକୁ ପ୍ରାବନ୍ଧିକ ପ୍ରଶ୍ନ କରିଛନ୍ତି। କାହାକୁ। ବ୍ୟକ୍ତି ଠାରୁ ଗୋଷ୍ଠୀକୁ। ଉତ୍କଳରେ କାହା ପାଇଁ ହାହାକାର ପଡିଛି। ଜଳ ପାଇଁ ହାହାକାର ପଡିଛି। କାହା ବିନା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ଜଳଧର ଭ୍ରମ ହେବ ନାହିଁ ବୋଲି ପ୍ରାବନ୍ଧିକ କୁହାଯାଇଛି। ପଥପ୍ରଦର୍ଶକ ବିନା ଉତ୍କଳ ଭୂମିକୁ ଚିହ୍ନିବାରେ କୌଣସି କଷ୍ଟ ହେବ ନାହିଁ ବୋଲିକି ପ୍ରାବନ୍ଧିକ କହିଛନ୍ତି। ଅସରନ୍ତି ଶ୍ୟାମଶୋଭାରେ ଅପରୂପା ଉତ୍କଳର ପତିତା ଲାଞ୍ଛିତା ଓ ଖଣ୍ଡିତା ଭୂମିକୁ ଦେଖି କାହାର ଚିହ୍ନିବାରେ ଭ୍ରମ ହେବ ନାହିଁ ବୋଲି କୁହାଯାଇଛି। ଅସରନ୍ତି ଶ୍ୟାମଶୋଭାରେ ଅପରୂପ ଉତ୍କଳର ପତିତା ଲାଞ୍ଛିତା ଓ ଖଣ୍ଡିତା ଭୂମିକୁ ଦେଖି କାହାର ଚିହ୍ନିବାରେ ଭ୍ରମ ହେବ ନାହିଁ ବୋଲି କୁହାଯାଇଛି। ଜଳଧର ଚିହ୍ନିବାରେ ଭ୍ରମ ହେବ ନାହିଁ ବୋଲି କୁହାଯାଇଛି। ଜଳଧକୁ ତାଙ୍କେ ଦୂତ କରି ପଠେଇଛନ୍ତି ତ ସେଥିପାଇଁ ତାଙ୍କୁ ଚିହ୍ନିବାରେ ଭ୍ରମ ହେବ ନାହିଁ ଓଡିଶାକୁ ଉତ୍କଳକୁ। ଲେଖକ କେଉଁମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବାକୁ ଜଳଧକୁ ଅନୁରୋଧ କରିଛନ୍ତି। କେଉଁମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବା ପାଇଁ କହିଛନ୍ତି କି ଦରିଦ୍ର ବନବାସୀ ମାନଙ୍କୁ ଦରିଦ୍ର ଠାରେ ବଦାନ୍ୟତାର ମହତ୍ଵ ବଢିଯାଏ କହିଛନ୍ତି। କାହିଁକି କି ଦରିଦ୍ର ମାନଙ୍କ ଠାରେ ବା ଦରିଦ୍ର ବନବାସୀ ମାନଙ୍କ ଠାରେ ସେମାନଙ୍କୁ ନିରାଶ କରିବୁ ନାହିଁ ସେମାନଙ୍କୁ ହତାଶ କରିବୁ ନାହିଁ ସେମାନଙ୍କ ଠାରେ ବଦାନ୍ୟତାର ମାନେ ଜଳଦକୁ କହିଛନ୍ତି ବଦାନ୍ୟତା ଆରମ୍ଭ କରିଦବୁ ବୋଲି ଜଳଦକୁ କହିଛନ୍ତି। ତାପରେ 16 ନମ୍ବର ପ୍ରଶ୍ନ 15 ନମ୍ବର ରହିଲା। ନିଘଞ୍ଚ ବନ ମଧ୍ୟରେ କାହାର ବାସଭୂମିକୁ ଜଳଦ ଖୋଜି ପାରିବ ନାହିଁ ବୋଲି ପ୍ରବନ୍ଧରେ କୁହାଯାଇଛି। ନିଘଞ୍ଚ ବନ ମଧ୍ୟରେ କାହାର ବାସଭୂମିକୁ ଦରିଦ୍ର ବନବାସୀ ମାନଙ୍କର ବାସଭୂମିକୁ ନାଇଁ କି ଦରିଦ୍ର ବନବାସୀ ମାନଙ୍କର ବାସଭୂମିକୁ ଖୋଜି ପାରିବ ନାହିଁ ବୋଲିକି କୁହାଯାଇଛି। ଦେଖ ନବଯୁବକ ମାନଙ୍କ ବେଣୁସନର ଅନୁକୃତିରେ ଲଳନା କଣ୍ଠର ଐକନାତିକ ଲଳିତ ସ୍ୱର କାହାକୁ ଭସାଇ ଦିଏ। ବନଭୂମିକୁ ଭସାଇ ଦିଏ। ମାଦଳାସା ହୋଇ କିଏ ମାତଙ୍ଗନୀ ପରି ଚାଲନ୍ତି ନାହିଁ। ମାଦଳାସା ହୋଇ କିଏ ମାତଙ୍ଗିନୀ ପରି ଚାଲନ୍ତି ନାହିଁ। ବନବାସୀ ନାରୀମାନେ ଠିକ ଅଛି। ଠିକ ଅଛି। 18 ନମ୍ବର ବନବାସୀ ନାରୀମାନେ ସୁସ୍ଥ ସବଳ ଓ ସୁବଳିତ ତନୁଲତାରେ କେଉଁ ପୁଷ୍ପକୁ ଗର୍ଭରେ ଧାରଣ କରି ଶୋଭାମୟୀ ହୋଇ ଉଠନ୍ତି। କେଉଁ ପୁଷ୍ପକୁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଅଛି ଦେଖ
ବନପୁଷ୍ପକୁ ବନବାସୀ ନା ବନପୁଷ୍ପକୁ ସେମାନେ ଗଭାରେ ଧାରଣ କରିକି ସୁସ୍ଥ ସବଳ ଓ ସୁବଳିତ ତରୁତନାରେ ସେମାନେ ସେ ପୁଷ୍ପକୁ ଧାରଣ କରନ୍ତି। ଠିକ ଅଛି। ବନବାସୀ ନାରୀମାନେ ଜଳଦକୁ ଅପରିଚିତ ବୋଲି ଜାଣିଲେ କିପରି ବନଭୂମିକୁ କମ୍ପାଇ ଦେବେ ବୋଲି ଲେଖକ କହିଛନ୍ତି। ଯଦି ବନବାସୀ ନାରୀମାନେ ଜଳଦକୁ ଅପରିଚିତ ବୋଲି ଜାଣିଲେ କିପରି ବନଭୂମିକୁ କମ୍ପାଇ ଦେବେ ବୋଲି ଲେଖକ କହିଛନ୍ତି। ଉଚ୍ଚ ହାସ୍ୟ ବୋଲି ଲେଖିଛନ୍ତି। ତ ଉଚ୍ଚ ହାସ୍ୟ କରିକି ବନଭୂମିକୁ କମ୍ପାଇ ଦେବେ ବୋଲି ଲେଖିଛନ୍ତି। ତ ଜଳଦର କୃପା ହେଲେ ଶାଳୀ କ୍ଷେତ୍ରରେ କଣ ଖେଳି ବୁଲିବ ବୋଲି ଲେଖକ କହିଛନ୍ତି। ଶାଳୀ କ୍ଷେତ୍ରରେ ଖେଳି ବୁଲିବ ନବନୀଳିମା। ଶାଳୀ କ୍ଷେତ୍ରରେ କଣ ଖେଳି ବୁଲିବ? ନବନୀଳିମା ଖେଳି ବୁଲିବ ବୋଲି ଏଟା 4 ନମ୍ବର ପ୍ରଶ୍ନ ବିଷୟଟା ଥିଲା। ଅବିରତ ବାରିପାତରେ କଦମ୍ବ ପୁଲକରେ କଣ ହୋଇ ଉଠିବ ବୋଲି ଲେଖକ କହିଛନ୍ତି। କଦମ୍ବ ପୁଲକ କଣ୍ଟକିତ ହୋଇ ଉଠିବ ବୋଲିକି ଲେଖକ କହିଛନ୍ତି। ଅବିରତ ବାରିପାତରେ କଦମ୍ବ ପୁଲକରେ କଣ ହୋଇ ଉଠିବ ବୋଲି ଲେଖକ କହିଛନ୍ତି। କଣ୍ଟକିତ ହୋଇ ଉଠିବ ବୋଲି ଲେଖକ କହିଛନ୍ତି। କଦମ୍ବ ପୁଲକରେ କଣ୍ଟକିତ ହୋଇ ପଡିବ। ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କେଉଁ ସକାଶେ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି। ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କେଉଁ ସକାଶେ ଜଳଦକୁ ନିବେଦନ କରିଛନ୍ତି। ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି। ସେଠି କ୍ରୀଡ଼ା କରିବୁ ବୋଲିକି ତାଙ୍କେ ନିବେଦନ କରିଛନ୍ତି। ମାନେ ଜଳଦକୁ ପ୍ରାବନ୍ଧିକ କଣ ପାଇଁ ନିବେଦନ କରିଛନ୍ତି କି ଖଣ୍ଡାଧାର ଦେବଗଡ଼କୁ ଯାଇକି ତୁ ସେଠି କଣ କରିବୁ? କ୍ରୀଡ଼ା କରିବୁ। ସେ ପାହାଡ଼ ଉପରେ ତୁ କଣ କରିବୁ? କ୍ରୀଡ଼ା କରିବୁ ବୋଲିକି ସେ କହିଛନ୍ତି। କଣ କହିଛନ୍ତି ମୁଁ ଆଉଥରେ କହିଦେବି। ଖଣ୍ଡାଧାର ଦେବଗଡ଼ ପ୍ରପାତରେ କ୍ରୀଡ଼ା ସକାଶେ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି। ତାପରେ 23 ନମ୍ବର ପ୍ରଶ୍ନ ଦେଖ। ମହାବନର ମହାସଙ୍ଗୀତ ଶୁଣିଲେ ମନ କେଉଁ ଧାମକୁ ଚାଲିଯାଏ ବୋଲି ଲେଖକ ପ୍ରବନ୍ଧରେ କହିଛନ୍ତି। ମହାବନର ମହାସଙ୍ଗୀତ ଶୁଣିଲେ ମନ ଅନାମୟ ଧାମକୁ ଚାଲିଯାଏ ବୋଲିକି ପ୍ରବନ୍ଧରେ କହିଛନ୍ତି। ସୂକ୍ଷ୍ମଶାଳୀର ଗ୍ରନ୍ଥାଗାର ଭାବେ କାହାକୁ କୁହାଯାଇଛି। ସୂକ୍ଷ୍ମଶାଳୀର ଗ୍ରନ୍ଥାଗାର ଭାବେ କାହାକୁ କୁହାଯାଇଛି। ସୂକ୍ଷ୍ମଶାଳୀର ଗ୍ରନ୍ଥାଗାର ଭାବେ ସମ୍ବଲପୁରକୁ କୁହାଯାଇଛି। ସୂକ୍ଷ୍ମଶାଳୀର ଗ୍ରନ୍ଥାଗାର ଭାବେ କାହାକୁ କୁହାଯାଇଛି। ସମ୍ବଲପୁରକୁ ସୂକ୍ଷ୍ମଶାଳୀର ଗ୍ରନ୍ଥାଗାର ଭାବେ କୁହାଯାଇଛି। ପ୍ରାଚୀ ବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ କେଉଁଠାରେ ବଧୂମାନେ ସ୍ନାନ ସାରି ଶିଶିର ସ୍ନାତା ଶେଫାଳୀ ପରି ହାସ୍ୟମୟ ହୋଇ ଉଠନ୍ତି। କେଉଁଠାରେ? ସମ୍ବଲପୁରରେ ଆଗା। କେଦାର ଭରା ବାରିପାତରେ କାହାକୁ ଶ୍ୟାମଳ କରିବାକୁ ପ୍ରାବନ୍ଧିକ ମେଘକୁ ନିବେଦନ କରିଛନ୍ତି। କେଦାର ଭରା ବାରିପାତରେ କାହାକୁ ଶ୍ୟାମଳ କରିବା ପାଇଁ ପ୍ରାବନ୍ଧିକ ମେଘକୁ ନିବେଦନ କରିଛନ୍ତି। ସମ୍ବଲପୁରକୁ। କେଉଁଠାରେ? କେଦାର ଭରା ସମ୍ବଲପୁର ଟିକେ ମନେ ରଖିବ। କେଉଁଠାରେ ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗୋତ୍ତରକୁ ଗତି କରି ଚାଲୁଥିଲେ। କେଉଁଠାରେ? କଟକ ଠାରେ। କଟକର ବାରବାଟୀ ଦୁର୍ଗ ଠାରେ ସେମାନେ ଝଟିକା ବେଗରେ ଏ ଦୁର୍ଗରୁ ସେ ଦୁର୍ଗକୁ ଯାଇକି ଯୁଦ୍ଧ କରୁଥିଲେ। ତାପରେ ରହିଲା କଣ? କଟକ ବିଡ଼ାନାସୀ। ଏଠି ବିଡ଼ାନାସୀ ଲେଖା ହେଇଛି ତ କଟକ ବିଡ଼ାନାସୀ ହବ। ଠିକ ଅଛି। କଟକ ଠାରେ ଉତ୍କଳର କବି ଜ୍ଞାନୀ ଗୁଣୀ ଓ କର୍ମୀ ଉଜାଗର ରହି କେଉଁ ଦୀପ ଜାଳିଥିଲେ। ଜ୍ଞାନ ଦୀପ ଜାଳିଥିଲେ। କେଉଁ ଦୀପ ଜାଳିଥିଲେ? ଜ୍ଞାନ ଦୀପ ଜାଳିଥିଲେ। ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବା ବେଳେ କେଉଁମାନେ ଜଳଦର ସ୍ୱାଗତ ପାଇଁ ବାହାରି ଆସିବେ ବୋଲି କୁହାଯାଇଛି। ପଲ୍ଲୀ ବାଳାମାନେ ଜଳଦର ସ୍ୱାଗତ ପାଇଁ ବାହାରି ଆସିବେ ବୋଲିକି କୁହାଯାଇଛି। ପ୍ରଶ୍ନ ନମ୍ବର ତମେ ଦେଖ 9 ନମ୍ବର ପ୍ରଶ୍ନ ଟିକେ ଡାଉଟ ହେଇପାରେ ପିଲେ। ସେ 9 ନମ୍ବର ପ୍ରଶ୍ନ ଟିକେ କଷ୍ଟ ହବ ଆଉ ବାକି ପାଖାପାଖି ଇଜି ଅଛି। ସେ କ୍ୱେଶ୍ଚିନ୍ ଟା ଟିକେ ଟ୍ରିକି କରି ପଚାରିଛି। ସେଟା ଯଦି ପଡିଗଲା ଏ ବର୍ଷ ବିଲକୁଲ ରିସ୍କ ନେଇଲେନି ଏକା। ଦେଖ 29 ନମ୍ବର ପ୍ରଶ୍ନ ଦେଖ। ପଲ୍ଲୀବାଳା ଲେଖିବ 29 ନମ୍ବର। ଠିକ ଅଛି। 30 ନମ୍ବର ଦେଖ। ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଭାବେ କେଉଁ ମନ୍ଦିରକୁ କୁହାଯାଇଛି। ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଭାବେ କୋଣାର୍କ ମନ୍ଦିରକୁ କୁହାଯାଇଛି। କୋଣାର୍କ ମନ୍ଦିରକୁ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଭାବେ ଦର୍ଶାଯାଇଛି। ସେ ମନ୍ଦିରକୁ କୁହାଯାଇଛି। ନୀଳାଚଳ ପଥରେ ଯାଉ ଯାଉ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି। ନୀଳାଚଳ ପଥରେ ଯାଉ ଯାଉ କାହାର ଧବଳିତ ଆମର ଗୋପବନ୍ଧୁଙ୍କର ନୀଳାଚଳ ପଥରେ ଯାଉ ଯାଉ ପୁରୀର ଆମର ଯୋଉ ପୁରୀର ସାକ୍ଷୀ ଗୋପାଳ ବା ଆମର ଗୋପବନ୍ଧୁଙ୍କର ଜନ୍ମସ୍ଥଳୀ। ତ ସେଠି କହିଛନ୍ତି ନୀଳାଚଳ ପଥରେ ଯାଉ ଯାଉ ଗୋପବନ୍ଧୁଙ୍କର ଧବଳିତ ସଦନ ଠାରେ
ନବଘନ କ୍ଷଣକାଳ ସ୍ଥବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି। ଦଧିଚି ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି? ଦଧିଚି ବୋଲି ଗୋପବନ୍ଧୁକୁ ଅଭିହିତ କରିଛନ୍ତି। ତ ଏଇଟା ହବ ଦେଖ ନୀଳାଚଳ ପଥରେ ସେ ଯୋଉ ଯାଇଛନ୍ତି 31 ନମ୍ବର ପ୍ରଶ୍ନର ଉତ୍ତର ହବ ସାକ୍ଷୀ ଗୋପାଳ ଠାରେ ରହିଯିବାକୁ କହିଛନ୍ତି ଘନକୁ। ଠିକ ଅଛି ସାକ୍ଷୀ ଗୋପାଳ କଣ ପାଇଁ ସେଠି ଦଧିଚି ଯିଏକି କଣ କେତେ ବର୍ଷ ପୂର୍ବରୁ କେତେ କାମ କରିଦେଇ ଯାଇଛନ୍ତି ସେ ହଉଛନ୍ତି ଦଧିଚି ହଉଛନ୍ତି କିଏ ଦେହ ତ୍ୟାଗ କରିଛନ୍ତି କିଏ ଗୋପବନ୍ଧୁ। ଠିକ ଅଛି ତ 32 ନମ୍ବର ଗୋପବନ୍ଧୁ ହବ। କାହାକୁ ଲେଖକ ମହାକୃପଣ ବୋଲି ବର୍ଣ୍ଣନା କରିଛନ୍ତି? ଅମ୍ଭୁପତି ହଉଛନ୍ତି ମହାକୃପଣ। ଏଠି କୃଷ୍ଣ ମାରିବନି ଜଗନ୍ନାଥକୁ କହିଛନ୍ତି ମହାକୃପଣ ବୋଲି କିନ୍ତୁ ଅମ୍ଭୁପତି ବି ଜଗନ୍ନାଥ। ଠିକ ଅଛି ଅମ୍ଭୁପତି ହବ ଏଠି ସାହିତ୍ୟିକ ଶବ୍ଦରେ ଜଗନ୍ନାଥଙ୍କୁ କହିଛନ୍ତି କିନ୍ତୁ ଅମ୍ଭୁପତି ହବ। ଅମ୍ଭୁପତି ମିନ୍ସ ଯିଏ ସମସ୍ତ ଅମ୍ବରକୁ ପୋଷଣ କରେ ସମସ୍ତ ଜଗତକୁ ଖାଦ୍ୟ ପ୍ରଦାନ କରେ ପୋଷଣ କରେ ଭରଣ ପୋଷଣ କରେ ତାକୁ ହିଁ ଅମ୍ଭୁପତି ବୋଲି କୁହନ୍ତି। ଗ୍ରାମାରରେ ପଢିଥିଲି ମୁଁ ବ୍ୟାକରଣରେ ଅମ୍ଭୁପତି ଏଟା ତମର ଅମ୍ଭୁପତି ହବ। ଠିକ ଅଛି ତ 34 ନମ୍ବର ପ୍ରଶ୍ନ ଦେଖ ଲାଷ୍ଟ ପ୍ରଶ୍ନ ରହିଲା ସିନ୍ଧୁପାରି ସାଧବର କେଉଁ ଭୂମି ବୋଲି ଜୟପୁରବାସୀଙ୍କୁ କୁହାଯାଇଛି? ସିନ୍ଧୁପାରି ସାଧବର କେଉଁ ଭୂମି ବୋଲି ଜୟପୁରବାସୀଙ୍କୁ କୁହାଯାଇଛି? ଜୟପୁରବାସୀ ସିନ୍ଧୁପାରି ସାଧବର ଶ୍ରୁତିପୁତ ଭୂମି ଜୟପୁର। ଶ୍ରୁତିପୁତ ଅପସନ ନମ୍ବର ଏ ଶ୍ରୁତିପୁତ ବିଲକୁଲ ଠିକ ଅଛି। ତ ଏହିପରି ଭାବରେ ଆମେ କଣ କଲୁ ସମସ୍ତ MCQ ପୁଷ୍ପପୁରରେ ବର୍ଷା ବର୍ଣ୍ଣର ଆମେ କମ୍ପ୍ଲିଟ କରିସାରିଛୁ। ଏବେ ଚାଲିବା ଆମେ 1 ନମ୍ବର ପ୍ରଶ୍ନ 1 ମାର୍କିଆ ପ୍ରଶ୍ନ ଯୋଉଟା କି ଗୋଟେ ପଦର ଉତ୍ତର ଲେଖିବ ମାର୍କ ମିଳିଯିବ। ତାପରେ ରହିଲା କଣ 2 ପଦର ସରି 30 ରୁ 40 ଶବ୍ଦରେ ଲେଖିବ ମାର୍କ ମିଳିଯିବ। ତାପରେ ରହିବ କଣ 3 ବା 60 ରୁ 80 ପଦରେ ଲେଖିବ ମାର୍କ ମିଳିଯିବ। ତାପରେ ରହିଲା 120 ପଦରେ ଲେଖିବ 5 ମାର୍କ ମିଳିବ। ସେ ତାର ଦେଖିବା ତ ନେକ୍ସଟ ଆମେ ଦେଖିବା ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର। ବିଲକୁଲ ଭାବନି କ୍ୟାନସଲ କରିଦବା 45 ମିନିଟ ତମ କ୍ଲାସ ଚାଲିବ। ଏବେ ଟିକେ ହେଲ୍ଥ ବ୍ରେକ୍ ନେଇଯିବା 9ଟା ହେଇଗଲାଣି ଟିକେ ପାତିଆ ଟିକେ ପକେଇଦବା ତାପରେ ଏଟା ଦେଖିବା। ଠିକ ଅଛି କେତେ 32ଟା କ୍ୱେଶ୍ଚନ ଅଛି ନିଶ୍ଚିତ ଭାବରେ ହେଇଯିବ। ଟିକେ ଆମର ଆଡ ନେଇଯିବା ବିରତି ନେଇଯିବା ବିରତି ପରେ ଆମେ ପୁଣି ଥରେ ଦେଖା ହବା। ସେଠି ପର୍ଯ୍ୟନ୍ତ ରହିଲି ନାଇଁ ବିରତି ପରେ ଦେଖା ହବା ତ କହିବେ ଆଉ।